ଭାଇ ପଳେଇ ବାବୁ ବାବୁ କଣ ହେଲା ଭାଇ? ଆରେ ଆରେ କଣ ହେଲା? ଭାଇ ଜଷ୍ଟ ଜାଗା ବି ସେମିତି ଆମ ମତେ ଛାଡ କଣ ମତେ ଛାଡ ହେଇ ତ ହାଇ ଗାଇ ଜୟ ଜଗନ୍ନାଥ ଆପଣମାନେ ସମସ୍ତଙ୍କୁ ମୁଁ ପାପୁନି ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଏକ ନ୍ୟୁ ହଣ୍ଟେଡ୍ ଲୋକେସନରେ। ତ ଗାଇସ୍ ବର୍ତ୍ତମାନ ମୁଁ ଆସି ପହଞ୍ଚିଛି କେଉଁଠି ନା ଶିଶୁଆ। କାହିଁକି ନା ଏ ଲୋକେସନ୍ ବହୁତ ହଣ୍ଟେଡ୍ ଲୋକେସନ୍। ମୋ ପଛରେ ଦେଖିପାରୁଥିବେ ମାନେ ଭୟଙ୍କର ସବୁ ଖାଲି ଗଛ। ସେପଟଟା ହେଲା ନଈ ଆଉ ଏପଟରେ ବି ବୁଲା ଟିକେ ମାନେ ଟୋଟାଲ ଦେଖିପାରୁଥିବେ ନୂଆ ହେଉଛି କ'ଣ ନା ପୋଲ ନା କ'ଣ ହେଉଛି ବୋଧେ 7-8ଟା ଖଣ୍ଡେ ମାନେ ପିଲର ଉଠିଛି। ତ ଏଠିକି ମାନେ ଜାଗାଟା କ'ଣ ପାଇଁ ହଣ୍ଟେଡ୍ ନା ଏଠିକି ଲୋକମାନେ ଆସୁନାହାନ୍ତି କ'ଣ ପାଇଁ ନା ତ ସେପଟରେ ଯେଉଁ ଗଛ ଅଛି ଆଉ ତା ଏପଟରେ ନଈ ବୋଧେ ସେପଟରେ ସମାଧି ଅଛି ନା କ'ଣ, କିନ୍ତୁ ସେ ଯେଉଁ ସମାଧି ଅଛି ସେ ସମାଧି ପାଖରେ ମାନେ ଭୟଙ୍କର ସାଉଣ୍ଡ ହେଉଛି। ଏମିତି ସାଉଣ୍ଡ ହେଉଛି କି ଧର ଯେଉଁ ଲୋକ ବି ଏପଟକୁ ଆସୁଛନ୍ତି ମାନେ ତାଙ୍କ ନାଁ ଧରି ଯେମିତି କିଏ ଡାକୁଛି, ଯେଉଁଟାକି ଆମକୁ ଜିତୁ କହିଥିଲା କାହିଁକିନା ତା ମାମୁଁ ଘର ଏଇଠି। ତ ସେ ଆସିଥିଲା ତା ମାମୁଁ ଘରକୁ। ତ ମୋତେ ଫୋନ୍ କରିଥିଲା କହିଲା ଭାଇ ଏମିତି ଗୋଟେ ଲୋକେସନ୍ ଅଛି ତ ଭିଡ଼ିଓ ବନାଉଛ ଭିଡ଼ିଓ ବନାଇବାକୁ ଆସିବା ପାଇଁ। ତ ବର୍ତ୍ତମାନ ଆମେ ଆସି ପହଞ୍ଚିଛୁ, ମୋ ସହିତ ବି ପୁରା ମୋ ଟିମ୍ ଅଛି। ତ ବର୍ତ୍ତମାନ ଭିଡ଼ିଓ ଷ୍ଟାର୍ଟ କରିବା ପୂର୍ବରୁ ଆପଣଙ୍କୁ ସମୟ ଦେଖାଉଛି କେତେଟା, ତ ଆପଣ ଗୁଗଲ୍ ଟାଇମ୍ ଦେଖାଉଛି। ତ ବର୍ତ୍ତମାନ ଟାଇମ୍ ହେଲା 11:28 PM। ଆଉ ଆଜିର ବ୍ଲଗ୍ରେ ମୋ ସହିତ କିଏ କିଏ ଅଛନ୍ତି ଆପଣମାନଙ୍କୁ ପ୍ରଥମେ ଦେଖାଉଛି। ଆଜିର ବ୍ଲଗ୍ରେ ମୋ ସହିତ ବୁଧନ, ଜିତୁ, ପୁପୁନୁ, କ୍ୟାମେରାମ୍ୟାନ୍ ବାବୁ ଆଉ ବହୁତ ଦିନ ପରେ ଅନ୍ତ ଘଟେଇ ଲିଟୁ ଭାଇ ଫେରିଛନ୍ତି। ତାଙ୍କର ଯେହେତୁ ଡ୍ୟାନ୍ସ ଗ୍ରୁପ୍ ଥିଲା ତ ସେ ସେପଟେ ପ୍ରୋଗ୍ରାମରେ ବ୍ୟସ୍ତ ଥିଲେ, ତ ସେଥିପାଇଁ ସିଏ ମାନେ ଆସିପାରୁନଥିଲେ ଆମ ସହିତ ଭିଡ଼ିଓ ବନେଇବା ପାଇଁ। ତ ଆଜି ଫାଇନାଲି ଆସିଛନ୍ତି। ତ ଆଜି ଆମେ ଟୋଟାଲ୍ 6 ଜଣ ଅଛୁ। ବାବୁ, ପୁପୁନୁ, ଜିତୁ, ଲିଟୁ ଭାଇ, ବୁଧନ, ମୁଁ ଟୋଟାଲ୍ ଆମେ 6 ଜଣ ଅଛୁ। କାହିଁକିନା ଜିତୁ ଏଠି ଥିଲା ଅଲରେଡ଼ି, ତ ଆମେ 5 ଜଣ ଆସିଛୁ। ତ ଯିବା ଆକ୍ଚୁଆଲି ଦେଖିବା ଗାଇସ୍ ସତରେ ଜାଗାରେ ସେମିତି କିଛି ଆକ୍ଟିଭିଟି ଅଛି କି ନାହିଁ। ତ ପ୍ରଥମେ ତ ମୁଁ ଏଇପଟକୁ ଯିବି କାହିଁକିନା ଯେହେତୁ ଏଇପଟରେ ମାନେ ଗୋଟେ ଓସ୍ତ ଗଛ ନା ବର ଗଛ ଏଇଟା ଅଛି, ତା ସେପଟକୁ ଭୟଙ୍କର ଗଛ ସବୁ ଅଛି। ତ ମାନେ କହିବା ମାନେ ଲୋକେ କହିବା ଅନୁସାରେ ସେପଟରେ ବି ଗୋଟେ ମର୍ଡର ହେଇଥିଲା ନା କ'ଣ ଏମିତି ଜଷ୍ଟ ମୁଁ ଶୁଣିଥିଲି, ଯେଉଁଟାକି ମୋତେ ଜିତୁ କହିଥିଲା କି ଏଠିକା ଲୋକ ଏହା କହୁଥିଲେ। ଆଉ ସେପଟଟା ଯେଉଁ କହୁଥିଲି କି ସାଉଣ୍ଡ ହେଉଛି କିଏ ଡାକୁଛି, ଆମେ ତ ସେଠିକି ବି ଯିବୁ। ତ ପ୍ରଥମେ ଆଜିର ଭିଡ଼ିଓ ଚାଲ ଷ୍ଟାର୍ଟ କରିବା। ତ ଏଇପଟରେ ଫାଷ୍ଟ ଲିଟୁ ଭାଇ ଆগে ଆମେ ଯିବା। ଫାଷ୍ଟ ଲିଟୁ ଭାଇ ଆମେ ଏଇପଟରେ ଯିବା, ଯେହେତୁ ସେ କହୁଥିଲେ ଏଇପଟରେ କିଛି ସାଉଣ୍ଡ ହେଉଛି ତ ଆମେ ଏଇପଟରେ ଯିବା। ପ୍ରଥମେ ସେ ଯେଉଁ ମାନେ ଗଛ ଅଛି ସେ ଜଙ୍ଗଲ ମାନେ ବାଡ଼ି ଫାଡ଼ି କିଛି ଆମେ ଯେହେତୁ ଗୋଟେ ବାଡ଼ି ଆଣିବା କଥା ନୁହଁ। ତ ଆମେ ଚାଲ ଯିବା ଲିଟୁ ଭାଇ ସେଠି ଦେଖିବା ଯେଉଁଟା ବାଡ଼ି ଫାଡ଼ି ମିଳିବା। ବାବୁ ଦେଖିକି ଯାଉଥିବ ଜାଗାଟା କାହିଁକି ଠିକ୍ ଲାଗୁନି। ଇଏ କ'ଣ ଏଇଟା ପୋଲ ବୋଧେ ହଉଛି ପୋଲଟା କ'ଣ ଭଙ୍ଗା ହେଇଛି ନା ଆରମ୍ଭ ହଉଛି ବୋଧେ, ବନ୍ଦ ଅଛି ଆଉ। ଯୋଉମାନେ ପୋଲ କାମ କରିବାକୁ ଆସିଥିଲେ ଏ ଜାଗାକୁ ସେମାନେ ବି ଶୁଣିଛନ୍ତି ଏ କଥା। କିଛି ଗୋଟେ ନେଗେଟିଭ ସାଉଣ୍ଡ ହଉଛି ବି ଆଇଡରେ ମନା କରୁଥିଲେ କହିଲେ ନାଇଁ ପିଲା ଦେଖିକି ଯିବ କାରଣ ସେପଟ ଏରିଆ ଭଲ ନୁହଁ। ତମେ ଏବେ ବି ଆଇଲା ବେଳେ ମନା କରୁଥିଲେ। ହଁ ତାଙ୍କର ସେପଟ ନଈ ସେପଟରେ ହଉଛି ମାନେ ଆସି ଟାଇମ୍ ହେଇଗଲାଣି 11:30। ନାମ ଧରା ଗୋଟେ ଠାକୁର ନାମ ବହୁତ ବଡ଼ ଏରିଆ ଲାଗୁଛି। ଏରିଆ ବହୁତ ଭଲ ଲାଗୁଛି। ଜଙ୍ଗଲ ଏଠି ଗୋଟେ ଘର ବି କିଛିଟା କ'ଣ କାମ ଚାଲିଛି ଦେଖ। ଢଳେଇ ଫଳେଇ ବି କିଛିଟା ପଡ଼ିଛି। ଏଟା କ'ଣ ଜଙ୍ଗଲ ଭିତରେ ଢଳେଇ କ'ଣ ସେଠି ଯୋଉ କାମ ହଉଛି ସେଇଥିପାଇଁ ପକେଇଛି ଏଇଠି ଆଉ କ'ଣ ପୁରା ଢଳେଇଟା ଏଇଠି ଅଛି ନା। ଆକ୍ଚୁଆଲି ଜିତୁ ମୋତେ କହ ଯେଉଁ ମୋତେ କହୁଥିଲୁ କି ସେପଟରେ ଯେଉଁ ସାଉଣ୍ଡ ହେଉଛି ଆକ୍ଚୁଆଲି ଜାଗାରେ ଏମିତି କ'ଣ ହେଉଛି ଯେଉଁଥିପାଇଁ କି ଲୋକେ ଡରୁଛନ୍ତି ମାନେ ଟିକେ ଆସୁନାହାନ୍ତି। ଭାଇସ୍ ମାନଙ୍କୁ ସେଇଟା ଟିକେ ତୁ କହିଲୁ। ମୁଁ ମାମୁଁ ଘରକୁ କିଛିଟା କାମ ଥିଲା ବୋଲି ମୁଁ ଆସିଥିଲି। ଅଜାଙ୍କ ଠାରୁ ମୁଁ ଏମିତି କଥାବାର୍ତ୍ତା ହଉ ହଉ ଅଜା ମୋତେ କହିଲେ କି ମୁଁ ଜାଲ ପକେଇବାକୁ ଯାଇଥିଲି ନଈ ଆଡ଼କୁ। କି ମୁଁ ଜାଲ ପକେଇଲା ଟାଇମ୍ରେ ମୋତେ କିଛି ଏମିତି ବହୁତ କିଛି ସାଉଣ୍ଡ ଶୁଭାଯାଏ ମାନେ ନେଗେଟିଭ। ମାନେ କିଏ ଆବାଜ କରୁଛି ନା କିଏ ଆବାଜ କରୁଛି, କିଏ ଡାକୁଛି ନାଁ ଧରିକି ନାଁ ଧରିକି। ଏମାନେ ପାଖକୁ ଯାଆନ୍ତିନି? ନାଇଁ ପାଖକୁ କେହି ଯାଆନ୍ତିନି, ଡର ଭୟରେ ଏଇ ଜାଗାରେ ବି ଏଇ ଟାଇମ୍ରେ କେହି ଆସନ୍ତିନି।
ତାପରେ ଯୋଉ ଅଜା ଯେହେତୁ ମୋତେ କହିଥିଲେ ମୁଁ ସେଥିପାଇଁ ଭାଇଙ୍କି ଫୋନ୍ କଲି ତମକୁ। ମୁଁ ଯେହେତୁ ତମର ଭିଡ଼ିଓ ଦେଖେ ସେଥିପାଇଁ ଫୋନ୍ କରି କହିଲି ଯେ ଭାଇ ଆସ ଏଇ ଜାଗାରେ ଦେଖିବା କ'ଣ ନେଗେଟିଭ୍ ଜିନିଷଟା ରହୁଛି। ଆମେ ତ ସେଥିପାଇଁ ବି ହଠାତ୍ ଆମର କିଛି ଲୋକେସନ୍ ସେମିତି ଫାଇନାଲ୍ ନଥିଲା। ଲିଟୁ ଭାଇ ଆମ ସହିତ ବହୁତ ଦିନ ହେଲା ଭିଡ଼ିଓରେ ଆସିନାହାନ୍ତି, ଆପଣମାନେ ଦେଖିଥିବେ। ତ ଲିଟୁ ଭାଇଙ୍କର କିଛି କାମ ଥିଲା ଯେହେତୁ ଆସିନଥିଲା, ତ ଫାଇନାଲି ଆଜି ଲିଟୁ ଭାଇ ପଳେଇ ଆସିଛନ୍ତି। ତ ଯେଉଁଟାକି ଆମକୁ ମାନେ ଆମର ଯେଉଁଟା 100%ରୁ 80% ସାହସ ଥିଲା ଆଉ 20% ନଥିଲା, ସେ 20% ବି ସମସ୍ତଙ୍କ ପାଇଁ ଆମର ପୁରା ଫେରିଯାଇଛି। ତ ଆଜି ବା ଲିଟୁ ଭାଇ ଯେଉଁଟାକି ଲିଟୁ ଭାଇ ଆମର ଆଗରେ ଗଲେ ଆମେ ପଛରେ। ତ ଯେହେତୁ ଲିଟୁ ଭାଇ ଆସିନଥିଲା ମୋ କୁକୁନକୁ ମୋତେ ସମ୍ଭାଳିବାକୁ ସବୁ ପଡ଼ିଥିଲା। ଏଇପଟକୁ ଆଗେ ଯିବା, ଏଇପଟେ ବାଟ ଅଛି ବାଉଁଶ ଗଛ ଭିତରେ ଅମୃତଭଣ୍ଡା ଗଛ ପଛ ବି ଅଛି। ଭାଇ ରେ ଭାଇ 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 ଇଏ କି ସାଉଣ୍ଡ ଲିଟୁ ଭାଇ? ରେ ଭାଇ ରେ ଇଏ କି ସାଉଣ୍ଡ? ଭାଇ ରେ ଦୌଡ଼ି ପଇଲା ଭଳିଆ ଲାଗିଲାଣି। ଓଧ ଫଦ କି? କିଏ? ଶୁଗା ହଉଛି? ଆପଣ ସେପଟେ ଦେଖ ତ ଏଇପଟେ ଆସିଲେ ଏଇପଟେ ରାସ୍ତା ଆମେ ଦେଖିବା କ'ଣ ହେଉଛି। ଆପଣ ଆରେ ଆ ଭିତରେ ତ ଟୋଟାଲ ସେମିତି 1 କିଲୋମିଟର ଖଣ୍ଡେ ସେମିତି ଲମ୍ବା ଅଛି ଭାଇ। ମାନେ ଆ ଭିତରେ ବାଟ ଟୋଟାଲ ଭିତରେ ନାହିଁ ବାହାରିବାକୁ। ମାନେ ଏପଟେ ଆମେ ପଇଛୁ ପୁଣି ଏଇପଟେ ବାହାରିବାକୁ ପଡ଼ିବ। ଅମ୍ବୁଲଦାନା ମାନେ ପଡ଼ିକି ଅଜା ବି କହୁଥିଲେ ଆଇଲା ବେଳେ କହିଲେ ତମେ ବାଟ ପାଇବନି, ସେ ବହୁତ ଜଙ୍ଗଲି ଏରିଆ, କୋଉପଟେ ଯିବ ବାହାରିବ କେମିତି କ'ଣ ଦେଖି ଚାହିଁବା କଥା। ତୁ ମନା କରୁଥିଲେ ଆଜି ତାଙ୍କ ଜାଗା ବି ଭଲ ନୁହେଁ, କାରଣ ଆର ବାଟ ବାହାରିବାକୁ ବାଟ ନାହିଁ। ଯଦି ଯିବ ଏଇପଟରେ ଫେରିବ ଏଇପଟେ। ଆଉ ସେପଟେ ସାଇଡ଼ରେ ନଈ ପଠା ଅଛି, ନଈ ପଠା ସହିତ ସେପଟେ ଇଏ ମାଡ଼ି ସେପଟେ କି ଗଛ? ଏ ପୁରା ଜଙ୍ଗଲ ପୁରା ଇଏ। ସବୁ ପ୍ରକାର ଗଛ ଅଛି ଏଠି। ଦେଖି ଚାଲ ନାଇ ଚାଲ ସାଙ୍ଗ ଚାଲ ଏକାତ ସାଙ୍ଗ ଜାଗାଟା ଏମିତି ଜାଗାଟା ସାଙ୍ଗ ହେଇ ଚାଲ ସବୁ। ଆଗ ପକେଇଛି ରେ ଭାଇ କ'ଣ ହେଲା ସେପଟ ବୁଦାରେ ଯେମିତି ସାଉଣ୍ଡ ଆସୁଥିଲା, ବାଉଁଶ ବୁଦାରେ ବେଶୀ ଆବାଜ ଆଉଛି। ଡାଳ ଭାଙ୍ଗିଗଲେ? ଢାଳ ସାଉଣ୍ଡ ଗୋଟେ ହେଉଛି। ଆରମ୍ଭ ତୁ ତ ଦେଖୁଛୁ ମଡ଼ ହେଲାଣି କ'ଣ ତୁ ଜାଣିପାରୁନୁ। ଆମେ ସମସ୍ତେ ଯେତିକିଟା ଗୋଟେ ସାଉଣ୍ଡ ଶୁଣ। ସାଉଣ୍ଡ ଶୁଣିପାରିଲ? ସ୍ମୁ ସ୍ମୁ ହେଲା ଭଳିଆ ସାଉଣ୍ଡ ହେଉଛି। ପବନ ବହିଲା ବେଳେ ସାଉଣ୍ଡ ଜୋର ଜୋର ପବନ ହେଲା ବେଳେ ବହୁତ ଜୋର ସାଉଣ୍ଡ ହେଉଛି। ପବନ ନାହିଁ କିନ୍ତୁ ପବନ ଆବାଜ ସାଉଣ୍ଡ ହେଉଛି। ପବନ ଗଛ ପତ୍ର ବି ଗୋଟେ ହଲୁନି। ଜନ୍ତୁ ଜୁନ୍ତା କିଛି ସେମିତି ଅଛନ୍ତି? ମାନେ ଏଇ ଜାଗାରେ ସେମିତି ତ କିଛି ଜନ୍ତୁ ଜୁନ୍ତା ନାହାନ୍ତି। ମାନେ କ'ଣ ନର୍ମାଲ ଜନ୍ତୁ, ଆମେ କ'ଣ ଯୋଉଠି ଯୋଉଠି ଜନ୍ତୁ ନାହାନ୍ତି। ଏଭଳି ଜଙ୍ଗଲ ଭିତରେ ଆମ ସେପଟରେ ବୋଲି କିଏ କହିଲେ ତ ହେଟା ବାଘ ହେଇଛି। ସେଟା ବାଗାଇ ଦେଖିଥିଲେ। ହଁ ଆରେ ଭାଇ କଥାବାର୍ତ୍ତା ଆମେ ଯୋଉ ବନ୍ଧଟା ଯାଇଥିଲି ଭିଡ଼ିଓ କରିବାକୁ, ସେଇଦିନ ବନ୍ଧଟା ଲୋକ କହିଲେ ଯେ ହେଟା ବାଘ ଆମ ଗାଁରେ ବୋଲି। ଆମେ କିନ୍ତୁ ଭିଡ଼ିଓ କରିକି ଫେରିଥିଲୁ 2ଟା ଖଣ୍ଡେ ବେଳେ। ସେ ଗଛ ମୂଳକୁ ମାଇଲ ମତେ ବି ସେମିତି ଦେଖା ଯାଉଛି। ବୋଇଥିଲା ବା ସେଠି।
ପଳେଇଲା ଭାଇ ଏପଟେ ଭାଇ ଏଇପଟେ ଦେଖ ସେପଟେ ମଝିରେ କେବେ ଦେଖିଛି ଆଇଲା ଏପଟେ ବୁଡ଼ିକି ସାଉଣ୍ଡ କୋନା ଟିକେ ସାଉଣ୍ଡ ଶୁଣ ପାଟିଟା ବନ୍ଦ କରି ସାଉଣ୍ଡ ଶୁଣି ବୁଝିଲ ଠିକ କଥା କହିଲା ଏଇପଟଟା କି କହିଲା ଏଇପଟେ ଦେଖ ଭୋଗୁଛନ୍ତି ସେଇଠି ଥିଲା ଯିଏ ଲାଇଟ୍ ପଡୁଥିଲା ସେଇପଟେ ସାଇଡ୍ ମାଇଲା ଯେମିତି ଆସିଲା ଭଳିଆ ଲାଗିଲା କଣ ପାଟି କରିନାହାନ୍ତି ଆଉ ଟିକେ ସାମ୍ନା ଆସିବ କହୁଛି ପାସ୍ କରିଗଲା ଗୋଟେ ସାଇଡ୍ ଗୋଟେ ପାସ୍ ଆମେ ପାଟି କଲା ବେଳକୁ ମୋବାଇଲରେ ସାଉଣ୍ଡ ଆସୁନି ହଁ ମାଇକି ବାଜୁଛି ସେପଟରେ ମାନେ ମାଇକି ବାଜୁଛି ଏପଟେ ଆଗକୁ ଯିବ ନା ଆମ ସେପଟ ସାଇଡ୍ ଯିଏ ଯୋଉପଟେ କହୁଥିଲେ ଯୋଉପଟେ ସାଉଣ୍ଡଟା ଅଜା କହୁଥିଲେ ବାବା ଟିକେ କ୍ୟାମେରା ଦେଖେଇବ ଭାଇ ଆଜି ଆଜି ତ ବାଟ ହଁ ଏ ବନ୍ଦ ଅଛି ନଈ ବନ୍ଦ ପଟଟା ଅଛି ପୁରା ବନ୍ଦ ବାଉଁଶ ବୁଦାଟା ଅଛି ନା ବାଉଁଶ ବୁଦାଟା ଅଛି ନଈ ପଟ ବନ୍ଦ ବାଟ ନାହିଁ ସେପଟ ପଟଟା ଅଜା କହୁଥିଲୁ ଯୋଉଠି ମାନେ ଇଏ ଦଉଛନ୍ତି କଣ କହିଲେ ନେଗେଟିଭ ସାଉଣ୍ଡଟା ବହୁତ ଅଧିକ ଆସୁଛି ଯୋଉଠି ମାନେ ମାଛ ଧରିବାକୁ ଆସନ୍ତି ଯୋଉପଟେ ଦିଅନ୍ତି ଜାଲ ସେଇପଟେ ଚାଲିଯିବ ମଜା କାନ୍ଦୁଥିଲା କିଏ ବସିକି କହୁଥିଲେ ଏବେ ରିସେଣ୍ଟଲି ହବ 10 ଦିନ ମାନେ ଭିତରେ ସେଇପଟେ ଚୋରାବାଲି ମାନେ ନଈ ପଠାରୁ ବାଲି ଉଠେଇଥିଲା ରାତିରେ ଯୋଉ ଗାଡ଼ି ମାନେ ଆସନ୍ତି ବାଲି ଉଠେଇବା ପାଇଁ ସେମାନେ ବି ଏ କଥା ଜାଣିଛନ୍ତି ନା ନା ବାଲି ଆଉ ଏବେ ଉଠେଇନାହାନ୍ତି ରୁହ ସେମିତି ପାଗଳ ମୁଁ କଣ ମିଛ କହୁଛି ମୁଁ ଦେଖିଛି ଚାଲ ସିଧା ଚାଲ ଦେଖିବା ନଈ ପଠାରୁ ସାଙ୍ଗ ହେଇଯାଏ ଆଗୁଆ କାଇଁ ଦୌଡୁଛନ୍ତି ସବୁବେଳେ ପାଇଁ ଆଗୁଆ ଦୌଡୁ କାଇଁ ମୁଁ କହୁଛି ଯୋଉ ଝିଅ ସବୁ ସାଙ୍ଗ ହେଇଯିବ ତ ଆଗୁଆ ଦୌଡିଲେ କଣ ହବ ଜିନିଷଟା ପାଖକୁ ଯିବ ଦେଖିବ ଜାଣିବ କଣଟା ଘଟଣା ହେଇଛି କଣ ଦେଖିବ କୋଉ ଗଛ କଥା ଫୋନ କରୁଥିଲୁ ଏଇ ଯୋଉ ଏଇଟା ଖରି ଗଛଟା ନା ଏଇ ଟିକେ ବହିଥିଲା ହେଲା ସେଠୁ ଆସିକି ପୁଣି ଏଠି ଟିକେ ହଁ ହଁ ଏଇ ଟିକେ ବହିଥିଲା ଗଛ ଦେଖ ଏଇ ଗଛଟା ବି ଜଳିଛି ଦେଖ ଜଳିଆ କଥା ନୁହଁ ମୁଁ ଗୋଟେ ମତେ ଦେଖା ହେଲା କେମିତି ଲିଟୁ ଭାଇ ମାନେ ଏଟା ତ ଖାଲ ଅଛି ମତେ ଦେଖା ହେଲା ମାନେ ପେଟେଇ ଗଲା ଭଳିଆ ପେଟେଇଲେ ତ ଏଇ ଖାଲରେ ଆମକୁ ସେଠୁ ଦେଖାଯିବନି ମାନେ ଉଡିକିରି ଗଲା ଭଳିଆ କହୁଛୁ ଉଡିକି ନୁହଁ ମତେ ଦେଖା ହେଲା ପେଟେଇ ଗଲା ଭଳିଆ ଆଣ୍ଠି ଦେଖୁଛି କହୁଛି ଗୋଟେ ଲେବୁଲ ଜାଗାରେ ଜଣେ ଦୌଡି ଗଲା ଭଳିଆ ଦେଖିବା ଜାଗା ଦେଖିଲା ଖାଲ ଅଛି ମାନେ ଉଡିକିରି ଯାଇଛି ଆଉ କଣ ଆଚ୍ଛା ସେପଟେ ଯୋଉ ନଈ ପଠା ସେପଟେ ଚାଲ ଲୋକ ଚାଷ କରୁଥିଲେ ରାତିରେ ଆସନ୍ତି ଜମି ଦେଖିବାକୁ ସେ ବି ଏବେ ଆସୁନାହାନ୍ତି ଯୋଉମାନେ ଭୟରେ ଆଉ ଏପଟେ ଆସୁନାହାନ୍ତି ନା କିନ୍ତୁ ଲୋକ ଆସୁଥିଲେ କେତେ ପର୍ଯ୍ୟନ୍ତ ମୁଁ ଯୋଉ ଆମେ ଯୋଉ ଆସି ପହଞ୍ଚିଲୁ ତା ଅଜା କହିଲେ କଣ ନା ରାତି ହବ ମାନେ ଏ ଜାଗାରେ ଜଣେ ଗୋଟେ କିଏ କଣ କାନ୍ଦିଲା ଭଳିଆ ଶୋଇବ କି ଜଣେ କିଏ କାନ୍ଦୁଛି ଏମିତି କି ତାଙ୍କୁ ଫିଲ୍ ହଉଛି ପୁରା ନଈ ପଠା ଏଇଠି ପୋଲ ହବାର ଥିଲା ଦେଖୁନୁ ନଈ ମଝିରେ ବି ପିଲର ଖୋଲା ହେଇଛି ଘର ପଲା କରୁଛନ୍ତି ଏପଟେ ଚାଷ ବାସ ଯିଏ ଆଗରୁ କରନ୍ତି ଦିନ ବେଳା ଚାଷ ଏଇ ଜାଗାରେ ହିଁ ଚାଷ ବି ଏବେ ଆଉ ପଲା କୋଉଠି ପୁଣି କେମିତି କଣ କରୁଛନ୍ତି ଡାକୁଥିଲେ ସେଟା କୋଉଠି ସାଉଣ୍ଡ ଏଇ ସାଇଡରେ ଅଛି ଏଇପଟେ ପୁରୁଣା ବହୁତ ପୁରୁଣା ଗଛ ନା ମୋଟା ମୋଟା ହେଇଯାଇଛି କଣ ପଇସା ପଳେଇ ସବୁ ସାଇଡ୍ ପାସ୍ କରିକି ଗଛ ଉଠାଇ
ନଈ ପଛ ପଟୁ ଠିକ ରେ ଭାଇ ନଈ ପଠା ନଈ ସେପଟେ ନଈ ଖାଲଟା ଅଛି କି ଖାଲଟା ଅତରା ଗୁଆ କରିବେ ଅତରା ଗୁଲା ଲାଇଟ୍ ଏଇ ବୁଲି ପକେଇ ଆବୁନି ଅତରା କରି ପଡ଼ିଯିବ ନଈ ପଠାଟା ବା ଖାଲି ପତର ଉଡ଼ିକିରି ପଡ଼ିଛି। ଏ ପୁରା ନାଲି କଣ ଜଳୁଛି ସେପଟେ ପୁରା ସେପଟୁ ଦେଇଛି ନିଆଁ ଲଗେଇଛି ନା କଣ? ନଈ ପଛ କରକୁ ଜମା ଜାଣି ଛାଇଟା ପାସ୍ କଲା କେଉଟା ପାସ୍ କଲା ମୁଁ ଦେଖିଛି କି ଅତରା କର ଦେଖିକି ଗଲା ଭାଇ ପଳେଇ ଆସ ଭାଇ ସିଧା ଦେଖ ସେପଟୁ ଦେଖ ପବନ ଟିକେ ଦୂର ପକେଇଛ ବେଣା ବୁଦାଟା ଉଢାଳ ହଉଛି ଦେଖା ଯାଉନି ମୁଁ କହୁଛି ସେପଟେ ଗୋଟେ କିଏଟା ଗଲା ଭଳିଆ ଲାଗେ ଦେଖାଉନି ଭାଇ ହଁ ଚାଲୁଛି ପୁରା ଏ ପୁରା ଚାଲୁଛି ଚାଲୁଛି ନାଇଁ ରେ ଭାଇ ହଁ ଇରେ ଭାଇ ପଳେଇଲା କୋଉଠି ଦେଖିଲ ତ କ୍ୟାମେରାରେ ପୁରା ମାନେ ଅନ୍ଧାର ଲାଇଟ୍ ଟା ମାଇଲେ ଦେଖାଯିବ ନା ପଳେଇ ଆସ ଲାଇଟ୍ ଏତେ ବାଟ ନଈ ସେପଟ ନାହିଁ ଫୋକସ୍ ପାଉନି ସେ ଭାଇ ପୁରୀ ବି ହେଇଗଲା ବୁଝିପାରୁଛୁ ଏ ଜାଗା ପୁରା ଖତରନାକ କିଏ ଖାଲି କଣ ଆମର ପ୍ରହାସ କରୁଛି ବା ଏପଟୁ ଚାଲ ଛାଇଟା ପୁଣି ଏପଟେ ଏପଟୁ ଆଇଲା ଏପଟୁ ଆସ ଏପଟୁ ଉଠଉ କଟିଆ କଣ କଟିଆ ଲିଟୁ ଭାଇ ରହୁନା ଏଇଠି ଲିଟୁ ଭାଇ ଦେଖିଆ କି ଗୋଟେ ବସିଲା ପୁରା ଠିଆ ହେଇଛି କି ଗୋଟେ ବା ଆରେ ଲିଟୁ ଭାଇ ଏଇପଟେ ଆସୁ ଯିବା ଦେଖିଆ ବହି ଯିବା ସେଠି କଣ ନାଇଁ ଏପଟକୁ ଏପଟେ ଯିବୁ ଏଇ ବି ତ ପାସ୍ କଲା ଦେଖିଆ ସେପଟ ସାଇଡ୍ କଣ ଅଛି ଏପଟେ ତ ଗୋଟେ କିଏ ଅଛି ତମେ ସେଇଠି ଆସୁନା ଦେଖିଆ ସେଇଠି ଯିବା କଣ ଏପଟେ ଗଲେ ଏପଟେ ବାଟ ନାହିଁ ଯିବା ପାଇଁ ସେପଟେ ଟିକେ ଦେଖିବା ବାଟ ଅଛି ଏପଟେ ତ ବାଟ ନାହିଁ ନା ନଈକି କରିବା ପାଇଁ ବାଟ ନାହିଁ ନଈକି ସେପଟେ ଆମେ ଯାଇଛନ୍ତି କିଛି ନାହିଁ ଏପଟେ ତ ବାଟ ନାହିଁ କହୁଛି ମୁଁ କହୁଛି ଗୋଟେ ଏଇ ଗଛ ମୂଳ ପାଖରେ ସବୁ କିଏ ପାସ୍ କଲା କିଛି ପବନ ନାହିଁ ଦେଖ ପବନ ଦେଖ ସେଠି ଗୋଟେ ଏ ଭାଇ ଗୋଟା କି ଲାଇଟ୍ ଜଳୁଛି ଏ ଲାଇଟ୍ ମାଇଲ ଲାଇଟ୍ ଜୁମ୍ କଲ ଟିକେ ଟର୍ଚ ଲାଇଟ୍ ବନ୍ଦ କରି ଦେଖା ହଉଛି ଲାଇଟ୍ ବନ୍ଦ କଲ ବାବା ଧପ ଧପ ହଉଛି ଜଣା ପଡୁନି ଏଇ ଯୋଉ ପଏଣ୍ଟ ଦେଖ ଗୋଟେ ନାଲି ଲାଇଟ୍ ଭଳିଆ ଜଣା ପଡୁଛି ଲିଟୁ ଭାଇ ଟିକେ ଗଛ ଖୋଲିଲେ କେତେ ଜୋର ଦେଖିଛ ତୁ କଣ ଆମେ ଏଇ ଯୋଉ କିଏ ବେ ଗଛ ଉପରେ ଦେଖି ଜିତୁ କହୁଥିଲା ସେଇ ଗଛ ଇଏ କଣ ସେଇ ଚାଲିଯିବା ମରିବୁ ନା କଣ କାଇଁ ଭାଇ ଲୋ ମୁଁ ଆଉ ଆସିବିନି ଗଛଟା କେମିତି ହେଇଛି ଦେଖିପାରୁଛୁ ତ ଅଜା ମନା କରୁଥିଲେ ମୁଁ କହିଲି ଜମା ଆସିନି ମରିଆ ନା କଣ ଗାଣ୍ଡି ଫାଟିଲା ଗଲେ ତା ମାମୁଁ ଘର ଅଜା ଯୋଉ ସୋଦା ସୋଦି ଜାଣିଛି ଯୋଉ ଘଟଣା ଘଟିଛି ମତେ ମନା କରୁଛନ୍ତି ପ୍ରଥମରୁ ମନା କରୁଛନ୍ତି କିଏ ସେଠି ଭାଇ ଲୋ ନା ସେପଟେ ଯିବାନି ଯିବାନି ନା ଯିବାନି ଟିକେ ଭାଇ ତମେ କ୍ୟାମେରା ଧର ମୁଁ ଯିବିନି ଶୁଣ ଲିଟୁ ଭାଇ ପାଟି କଣ ହଉଛି ଦେଖ ମାନେ ପଛପଟେ ସେ ତ ଆବାଜ ଏପଟେ ପଛପଟେ ଦୌଡ଼ିକି ଗଲା ଲାଗୁଛି କଣ ଶୁଣ
ପାଟି ଆମେ କଲାବେଳେ ସେ ପାଟି କରୁଛି ଦେଖିବ କିଏ କଥା କହିନି କିଏ ସବୁ ବିକା ରଡି ଭାଇ ଛାଡୁଛି ରେ କୋ ଟୋଟାଲି ଫାଙ୍କା କିଏ ସେଠି କିଟା କଣ ତା ପଛରେ ଅଛି ଚାଲ ଦେଖିବା ନା ନାଇଁ ବାପୁ ନାଇଁ ତମେ କ୍ୟାମେରା ଧର ମୁଁ ଯିବିନି ଖୋଲା ହାତ ନାଲି ଲାଇଟ୍ ଜଳୁଛି ଭାଇ ଆମ୍ବ ଗଛ ଉପରେ ଲାଇଟ୍ ଦେଖାଉଛି ଦେଖାଉଛି କ୍ୟାମେରାରେ ଏତେ ଜଣା ପଡୁନି ପୁରା ନାଲି ଲାଇଟ୍ ହେଇ ହଁ ଜଣା ପଡିଲା ସେଟା କଣଟା ନିଆଁ ଲଗେଇଛି କି? ଏ ବା ନା କିଛି କି ମଣିଷ କିଛି ପୋଡ଼ା ହଉଛନ୍ତି ଲାଇଟ୍ ଦେଖିଲୁ ଗଛ ଉପରେ ମଣିଷ ପୋଡା ହବ ତାହେଲେ ସେ ଲାଇଟ୍ ଫେର ଆବାଜ ଆଉଛି ଆବାଜ କେତେ ନାଇଁ ପଳେଇ ଯିବାନି ପୁପୁନ ଲିଟୁ ଭାଇ କଥା ମାନେ ଆମେ ସାଉଣ୍ଡ ଆମେ ଦେଖେ ପୁପୁନ ସବୁ ସାଙ୍ଗ ହେଇକି ଚାଲ ହଁ ବୁଦା ପଟୁ ସାଉଣ୍ଡ ହଉଛି କାହିଁ କହିଲୁ ଆମେ ଆରେ ବାବୁ ନାଇଁ ନାଇଁ ଆମର ତ ଏପଟେ ଅଛି ଆମେ ସେପଟେ ବୁଲି ନାଇଁ ନାଇଁ ଶୁଣୁ ବୁଧନ ଶୁଣୁ ଆମେ ଯିବା ଆମେ ଯଦି ଡାକିଲା ବେଳୁ ସାଉଣ୍ଡ ହଉଛି ମାନେ ଆମେ କହୁଛୁ ଏଠି ଆମେ କାହାକୁ କ୍ଷତି ପହଞ୍ଚେଇକି ଆସୁନି କହିଲା ମୁଁ ପୁପୁନ ଯଦି କହିଲୁ ଶୁଣ ସାଉଣ୍ଡ ଶୁଣ ଆମେ ଯୋଉ ବୁଦା ପଟୁ ସାଉଣ୍ଡ ହଉଛି ଆମେ ଏପଟେ ଯିବା ବୁଲିକି ପୁରା ଆସିବା ଦେଖିବା ଏପଟେ କଣ ଯିବା ଯଦି ରହ, ସମସ୍ତେ ସେମିତି ଗୋଟେ ସାଙ୍ଗ ଛାତି ହେଇକିନା ଦମ ଯିବା। କରି ଚାଲ ହଁ ଲିଟୁ ଭାଇ ଆସ ସମେତ ଡର ତ ଆମ ସମସ୍ତଙ୍କୁ ଲାଗୁଛି ସାଙ୍ଗ ହେଇକି ସାଙ୍ଗ ହେଇଗଲେ ବାବୁ ହଁ ଲିଟୁ ଭାଇ ଆଗେ କ୍ଷମା ମାଗିଦବା ତାପରେ ଆମେ ଆଗକୁ ଯାଇକି ସେପଟେ ବୁଲିକି ଆସିବା ଯଦି ଏଠି କିଏ ଅଛ ଆମେ ତମର କିଛି କ୍ଷତି ପହଞ୍ଚିବାକୁ ଆସିନୁ ଜଷ୍ଟ ଏ ଜାଗା ବି ସେମିତି ଆମେ ଭାଇଲୋ ମୁଁ କହୁଛି ଧୂଆଁ କଣ ଉଡୁଛି ମୋ କଥା ସେ ଧୂଳି ଉଡୁଛି କୁହୁଡି ଉଡା କୋଉଠି ଧୂଳି ଲିଟୁ ଭାଇ ଏଇପଟେ ଆମେ ଯିବା ସେପଟେ ଆସିବା ଚାଲ। ଆରାମସେ ମୋ କଥାଟା ଶୁଣ ସେଠି କିଏ ଯିବା ଏଇ ସାଉଣ୍ଡ ଶୁଣ ମାନେ ଗଛ ମୋଟ ମୋଟ ଦାନ୍ତର ଗୁଡୁଛି ବା ଦାନ୍ତର ଗୁଡୁଛି ବା ହଁ ଦାନ୍ତରେ ରଗୁଡୁଛି ପ୍ରଭୁ ଇଏ ଗଛ ଯିଏ ସାଉଣ୍ଡ ହଉଛି ଗଛ ଆଗକୁ ଯିବାନି ମୁଁ ଆଉ ଯିବିନି ଆଗକୁ ନା ଚାଲ ଲିଟୁ ଭାଇ ଯିବା ଭାଇ ଦେଖ ତମେ ଭାଇ କ୍ୟାମେରା ଧରି ତମେ ଯାଅ ମୁଁ ଯିବିନି ବାବୁ, ତୁ ବ୍ୟସ୍ତ କାହିଁ ହଉଛୁ କିଛି ହବନି ସମସ୍ତେ ଯିବା ବା ଆମେ କଣ ଅଟର ଡଉଛି ରହ ଟିକେ ସାଙ୍ଗ ହେଇ ଚାଲ ଆଗୁଆ କାଇଁ ରହୁଛୁ ଦୌଡ କହୁଛି ବା ଆବାଜ ଯାଉଛି କି ଦାନ୍ତର ଗୁଡୁଛି ତୁ ଏଇ ଦୂର ଗଡିବ ସେଠି ଜଳୁଛି ଦେଖ ଦେଖ ପୁରା ନାଲି ଏ ଗଛ ମୂଳ ନା ଭାଇ ପଛ ଭାଇଲୋ କହୁଛି ମୁଁ କହୁଛି ଆଗକୁ ଜମା ଯାଆନି ପାପୁନି ସେ କହୁଛି ନା ଆଗକୁ ଯିବା ମନା କରୁଛି ଆଗକୁ ଯା ସେ କଣ ଟିକେ ହଉ ଆଗକୁ ଯିବାନି ଭୁଲ ହେଇଗଲା ଏ ଜାଗା ଏଇଠୁ ପଳେଇ ଚାଲ ଯେଠି ଝିଅ ଅଛ ଆମକୁ କ୍ଷମା କରିଦିଅ ସେମିତି ଗୋଟେ ଆସିଥିଲୁ ଏଠିକି ଭିଡିଓ କରିକି ଏକ୍ସପ୍ରେସନ କରିବାକୁ କି ଆକ୍ଚୁଆଲି ଜାଗାରେ କିଏ ଅଛି କି ନାହିଁ ତ ଫାଇନାଲି ଆମେ ଜାଣିଲୁ ଏଠି ଗୋଟେ କିଏ ଅଛି ନିଶ୍ଚିତ ଲିଟୁ ଦେଖ ନିହାତି ଗୋଟେ କିଏ ଅଛି ମୁଁ ସେଥିପାଇଁ ଆମେ ଏତେ ବଣ ଜଙ୍ଗଲ ବୁଲିଲୁ କିଛି ନାହିଁ ମାନେ ଏଇ ଗଛ ପାଖରେ ସାମାନ୍ୟ ସାଉଣ୍ଡ ହଉଛି ସେ କହୁନଥିଲା ସିଏ କହୁଥିଲା ଗୋଟେ କିଏ ଡାକୁଛି ଯେହେତୁ ଏମିତି ସାଉଣ୍ଡ ହଉଥିଲା ସେ ବାଲି ଘାଟ ବି ବନ୍ଦ ହେଇଗଲା ଜାଣିପାରୁଛୁ ଏଠି କାମ ଚାଲିଥିଲା କାମ ବି ବନ୍ଦ ରହିଗଲା ନାଇଁ ପଳେଇ ଆସ ପଳେଇ ଆସ ଭାଇ ପଳେଇ ଆସ ଭାଇ ପଳେଇ ଆସ ଭାଇ ପଳେଇ ଆସ ସବୁ ଏଇ ଗଛ ଗୁଡି ପଳେଇ ଆସ ଘୋରଉଛି ସେପଟେ ଭାବନା ପଳେଇବା ଭାବନା ମରିଯିବା ଭାବୁନି ଘୋରଉଛି ବା ଭାଇ ବାକି ଯାଉଛି ତୁ ସାଉଣ୍ଡ ଭାଇ ପଳେଇ ଚାଲ ଭାଇଟା ମୋ ରାଣ ପଳେଇ ଚାଲ ଭାଇ ପାପୁନି ତୁ ପଟେ ଯିବୁ ସାଙ୍ଗରେ ଆଣି ଯାଇଥାନ୍ତୁ ପାପୁନି ଟର୍ଚ ମାରିଲ ଭାଇଲୋ କଣ ବେ ଭାଇ ଏପଟେ ଧୂମ ଭାଇ ଏପଟୁ କିଏ ଗୋଟେ ପକେଇଲା ଏପଟରେ ବି ଧୂମ କିନା ହେଲା ଏ ଭାଇଲୋ କେତେ ଜୋର ସାଉଣ୍ଡ ହଉଛି ଇଏ କଣ ମୁଣ୍ଡ ଖରାପ ହେଇଗଲାଣି
ବାବୁ ଇଏ ବାବୁ ହେଇ ଇଏ କଣ ହେଲା ଭାଇ ଆରେ ଆରେ କଣ ହେଲା ହେଇ ଇଏ ତ ପାଣି ଫାଣି ଆଣିଛି ପାଣି ଫାଣି ଆଣିଛ ପାଣି ବା ତମକୁ ସେତେବେଳେ କହୁଛି ପାଣିଟା ଆଣିବାକୁ ପାଣି ଫାଣି ଇଏ କଣ ଏମିତି ହେଲା ଭାଇ ବାବୁ ଏଟା ମୋଟ ମୋଟ କି ଅନେଇଛି କିଛି କହୁନି ଭାଇ ହେଇ ଇଏ କଣ ଏମିତି ହେଲା କଣ ହେଲା ହେଲା କଣ ଆରୁ ହେଇ ରେ ଭାଇ ହେଇ ସାଉଣ୍ଡ ହଉଛି ମୁଁ କହୁଛି ଆଗକୁ ଯାଆନି ପାଣି ଫାଣି ବାହାରିକି ଆଣିଛନ୍ତି ଭାଇ ପାଣି ବୋତଲରେ ନାହିଁ ପାଣି ପାଣି ବାହାରିନା ମୁଁ ତମକୁ କହୁଛି ପାଣି ଆଣିକି ଆସିବି ମତେ ଛାଡ ଇଏ ଏମିତି ମତେ ଛାଡ କଣ ହେଇ ତା ପଛରୁ କିଏ ମାଇଲେ ହେଲା କଣ ଧର ଟିକେ ହେଠୁ यार को ଏମିତି କଥା ଥର ସିନ୍ଦୁର ବାହାର କଲୁ ସିନ୍ଦୁର ବାହାର କଲୁ ବାଳ ଆଣିଛୁ ତମେ କିଛି ଆଣି କୋଣ ହଉଛି ତା ମୁହଁଟା ଧର କହୁଛି ଭାଇ ପାଣି ତାକୁ ସବୁ ଆସିଥିଲ କଣ ପାଇଁ ସବୁ କଣ ଏଠିକି ଆସିଥିଲ କଣ ପାଇଁ କଣ ହେଇଛି ଏଠି ସବୁ ଆସିଥିଲ କଣ ପାଇଁ ଏଠିକି ଆସିଥିଲ କଣ ଆରେ ପାଇଁ ଭାଇ ଇଏ କିଏ ତୁ ପାଣି ରୋକ ପାଣି ବାହାରିନା ହଉ ଲାଗନା ମତେ ଏଠିକି ଆସିଥିଲ କଣ ପାଇଁ କହୁଛ ତମେ କିଏ କହିଲ ମୁଁ ଯିଏ ବି ଆରେ କଣ ହେଲା କଣ ହେଠୁ ଆଇ ଏଠିକି ଆସିଥିଲ କଣ ପାଇଁ ଆରେ ତମ ଘର କୋଉଠି ମୋ ଘର ଏଇଠି ତମେ କଣ ପାଇଁ ଏଠିକି ଆସିଥିଲ କୁହ ଯାହା ହେଇଛି ଭୁଲ ହେଇଯାଇଛି ତମେ ଏଠୁ କହୁଛି ପ୍ରଭୁ ଭାଇ ତମେ ଭାଇଟା ଦେହରେ ପଶୁଛ ନା ନା ତମେ ଏଠୁ ତମେ ଯାଅ ମୁଁ କଥା ସବୁ ଯାଅ ଏଠୁ ଆମେ ପଳେଇବୁ ଆମର ଭୁଲ ହେଇଯାଇଛି ତମେ କିଏ ମୁଁ ଯିଏ ବି ହେବି ଏପଟେ କଣ ସାଉଣ୍ଡ ହେଲା ମୋ ପଛ ପଟେ କିଏ ନାହାନ୍ତି ଲେଟୁ ଆଇ ଏମିତି କଣ ହଉଛି ଆର ପୁଣି କଣ ହେଲା ତମେ ପଳାଅ କାହାକୁ ଛଡା ଯିବନି ଏଠି ପଳେଇବୁ ଆମେ ପଳେଇବୁ ହେଇ ରହି ହେଇ ତା ବସ ଇଏ ଜୀବନ ଧଲ ମୋବାଇଲ ଧଲ ଜୀବନ ମୋବାଇଲ ଧଲ ଜୀବନ ମୋବାଇଲ ଧଲ ମୋବାଇଲ ଧର ଆର ପୁଣି ଏମିତି ହେଲା ମୁଁ ଜାଣି ପାରୁନି କ୍ୟାମେରା ସିଟା ବନ୍ଦ କରି ଜିତୁ ଜିତୁ ମୋବାଇଲ ଭିଡିଓ କିଛି କରନା ସେ କହୁଛି କୁଣ୍ଢେ ବଳ କହୁଛି ମତେ ଛାଡ ତମେ ଲାଗିଲା ନା କଣ କହୁଛି ଏଠୁ ମୁଁ ଏଠୁ ମୁଁ ରହିବି ତମେ ଯାଅ ସବୁ ତମେ କଣ ପାଇଁ ନେଇକି ଯିବୁ କୁଆଡେ ପାଣି ଖାଲି ବୋତଲ ନେଇକି ପଳେଇଛନ୍ତି ବାଳକୁ ପାଣି ପୁରେଇ ଦେଇଥିଲି ଆଗରେ ଗାଡିରେ ଅଛି ଚଉରା ଇଏରେ ଅଛି ମତେ ସେ ସବୁ ଲଗାଉନା କହୁଛି କାହାକୁ ଛାଡିବିନି କାହାକୁ ମୁଁ ଛାଡିବିନି ଘରକୁ ପୁଣି ହେଇଛି ଭୁଲ ହେଇଯାଇଛି ତମେ କଣ ପାଇଁ ଏଠିକି ଆସିଲ କୁହ ଆମେ ଭାଇ ଜାଣିନଥିଲୁ ଭୁଲରେ ପଳେଇ ଆସିଛୁ ଭାଇ ଯାହା ବି ହେଇଛି ଭୁଲ ହେଇଯାଇଛି ଆମେ ଏଇ ଜାଗାରୁ ଚାଲିଯିବୁ ଆମେ ତମକୁ ହଇରାଣ କରିଥିବାରୁ ଆମକୁ କଣ ହେଲା କହୁଛୁ ଧରିଛି ନିଜେ କ୍ୟାମେରା ମୁଁ ଉଠେଇକି ଧଇଲି ତାପରେ ଜିତୁକୁ ଦେଇକି ମୁଁ ଆଇଲି କଣ ମୁଁ କହୁଛି ପାଣି ଫାଣି ଗୋଟେ ଆଣିବାକୁ ତାପରେ ପୁଣି ଘରକୁ ଏବେ ନେଇକି କିଏ ଯିବ କହିଲେ କହୁଛି ତମେ ଏଠୁ ସବୁ ଯାଅ କହୁଛି ତମେ ପଳାଅ ଗାଡିରେ ଏଟା ମୋ ଜାଗା କହୁଛି ଆରେ ଏପଟେ କିଏ ଗୁଣି ଫୁଣି ନାହାନ୍ତି ଜିତୁ ଏଠି ତମର କିଏ ଗୁଣି ଫୁଣି ନାହାନ୍ତି ଜିତୁ ମୋବାଇଲ ଧରିଛି ବା ସମସ୍ତଙ୍କୁ ଏଇଟା କିଏ ମୁଁ କୋଉଠି ଯିବିନି ନ ମାରିଦେବି ଆରେ ଭାଇ ତମେ କିଏ ମୁଁ ଯିଏ ବି ମୋ ଘର ତମେ କଣ ପାଇଁ ଏଠିକି ଆସିଥିଲ ତମେ କିଏ ଭାଇ ଏବେ ଆସିଛୁ ଭୁଲ ହେଇଯାଇଛି ଦୟାକରି ତମେ ପଳାଅ ଆମେ ଗାଡି ଯାଇକି କେତେ ଚାଲ ମୁଁ ତ ଦେଖ ତମେ ମାନେ ମୋ କଥାଟା ବୁଝିବାକୁ ଚେଷ୍ଟା କର ଖଇନି ଦିଅ କହୁଛି ବାପୁନି ବାପୁନି କହୁଛି ଖଇନି ଦିଅ ସବୁ ଯାଅ ଏଠୁ ଏଠି କେହି ରୁହନି ଆମେ ତ ଗୋଡ ହାତ ତମେ କଣ ପାଇଁ ଆସିଲ ଘଣ୍ଟା ଦି ଘଣ୍ଟା ଏଠି ତମେ ଅଛ ହଁ ମୋ ପାଖରେ ଖଇନି ଅଛି ପୁପୁନୁ କ୍ୟାମେରା ଧରିଲେ ତୁ ଆଇଲୁ ତାକୁ ଦେଲୁ ଖଇନି ଖାଇଲେ ପଳେଇବ ତ ହଁ ମୁଁ ପଳେଇବି ଆଉ ତମେ କାହା ସବୁ ଏଠି 2 ଘଣ୍ଟା ହେଲା ଏଠି ଆସିକି ମତେ ହଇରାଣ କରୁଛ ସବୁ କହୁଛି ମୁଁ ଯୋଉଠି ବସିଲି ସେଠି ତମେ ଇଏ କଲ ଆମେ ପଳେଇବୁ ଏଠୁ ମତେ ଖଇନି ଦିଅ କଣ ଏମିତି କଣ ହଉଛି କଣ କେମିତି କରିବ ନେ ଖଇନି ଖଇନି ଧର କଣ ହେଇଛି କଣ ହେଇଛି ଇଏ କଣ ନାହିଁ ମତେ ଖଇନି ଖଇନି ନା ଇଏ ଖଇନି ନୁହଁ ଲେ ଖଇନି ଭାଇ ଦେ ହେଇଛି ଇଏ କଣ ହେଲା ପଡିଗଲା
ଭାଇ ଆରେ ତୁ ଭାଇ ଭାଇ ପାଣି ଲିଟୁ ଭାଇ, ମୁଁ ତ କଣ ଦେଇ ଜାଣିଛ ତ? ତୁଳସୀ ପତ୍ର ଜିତୁ ମତେ ଦେଲା। ଅଜା ତୁ ମତେ ଆଣିଥିଲୁ କୋଉଠି? ଅଜା ଦେଇଥିଲେ ଓଇ କହିଥିଲେ ରଖି ତା ପାଖରେ ଯଦି କଣ ଦରକାର ତାକୁ ଗୋଟେ ଧରୁନି, ତାକୁ ଉଠା ଆଗେ ତାକୁ ଛୋବ ଗଲେ କଣ ଭାଇ। ଏଇ ବାବୁ ଭାଇ ବାବୁ ଠିଆ ହେଲେ ତାକୁ ଠିଆ କଲୁ ବାବୁ ତା ଦେହଟା ଭଲ ଲାଗୁନି, ଟିକେ ରୁହ ବସିକି ଦିଅ ଟିକେ। ତା ଦେହଟା ଭଲ ଲାଗୁନି, ଟିକେ ରୁହ। ବାବୁ କଣ ହେଇଛି? କଣ ହେଇଛି ମାନେ? ମୁଣ୍ଡଟା ବିନ୍ଧୁଛି ରେ। ତୁ କଣ ହଉଛି କଣ ତୋର? କଣ ବାବୁ ଭାଇ ତୋର ହେଲା କଣ? ମୁଣ୍ଡଟା ବିନ୍ଧୁଛି ମତେ ଟିକେ। ବେଲ ନା ହଁ ବୁଧନ କେସ୍ ବୁଧନ କେସ୍। ତାକୁ ଧଇ ଲାଗି ଦେଇଛି ଆମର ଚାଲ 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 ଗାଡି ଚାଲ। ଆଉ ତୁ ଏଠିକି କେମିତି ଆସିଲୁ? ଏ ଗାଡି କି ଚାଲେ, କଣ ଏଠି ଜାଣିପାରୁନୁ ଫେରେ ପଚାରୁଛୁ। ଏଥର ଆଇଲେ ପାଣି ଫାଣି ଦେବା ଆଇକି ସାଙ୍ଗରେ ଆସିବେ। ପାଣି ଚାଲ ଆଗକୁ ଚାଲ, ଦେଖିବା ଟ୍ୟୁବଲ ପାଖରେ କୋଉଠି ପାଣି ଏରିଆ। ସେତିକି ତ ବନ୍ଦ କଲୁ, ତୁ ସେ ଭିଡିଓ ଫିଡିଓ ତାକୁ ଆଗେ ନେଇ ଚାଲ କୋଉଠି ଦେଖିବା କଣ କରିବ। ତ ଗାଇସ୍ ବର୍ତ୍ତମାନ ତ ଆପଣ ଦେଖିଲେ ମାନେ ଭିଡ଼ିଓ ମୁଁ ମାନେ ଏଣ୍ଡ ବି କରିପାରିଲିନି। ତ ଲିଟୁ ଭାଇ ପୁପୁନକୁ ଆଉ ବାବୁକୁ ଗୋଟେ ବାଇକ୍ରେ ପଠେଇଦେଲୁ। ତ ବୁଧନର ମୋର ଆଉ ଜିତୁର ତ ଫାଇନାଲି ଆମେ 3 ଜଣ ଗୋଟେ ବାଇକ୍ରେ ଏବେ ଯିବୁ। ଜିତୁ ଆଣିଥିଲା ତୁଳସୀ ପତ୍ର, ଯେହେତୁ ମାନେ ଯାହା ହଉ ମୁଁ କଣ କହିବି, ଯାହା ହଉ ଜିତୁ ତୁ ତା ତୁଳସୀ ପତ୍ର ମନ- ପକେଟରେ ପୁରେଇକି ଆଣିଥିଲୁ କଣ ପାଇଁ? ମାନେ ଡରିବୁ ବୋଲି ନା କଣ? ଡରିବ ବୋଲି ଅଜା ଦେଇଥିଲେ ଯାହା ହଉ ସେ ତୁଳସୀ ପତ୍ର ଆଣିଥିବାରୁ ସେ ଯେତେବେଳେ ମୁଣ୍ଡି ଚାପ ହେଲା ତ ମୋ ଠେ ମାନେ ମୁଁ ଆଉ କିଛି ଟୋଟାଲ ବିଶ୍ୱାସ କରିବିନି, ମୋ ମାଇଣ୍ଡରେ କିଛି ପଶିଲାନି ଆଉ। ମାନେ କଣ ହଉଛି ମୁଁ ତ ପଚାରିଲି ମୁଣ୍ଡି ଚାପ ଖାଇ ତୁ ପଳେଇବୁ ନା? ହଁ ମୁଁ ମୁଣ୍ଡି ଚାପ ଖାଇ ପଳେଇ। ତ ସେଥିପାଇଁ ଜିତୁ ମତେ ଡାକିକିରି କାନରେ କହିଲା ଯେ କି ମୁଁ ତୁଳସୀ ପତ୍ର ଆଣିଛି ନିଅ, କାହିଁକିନା ଜୋର କହିଥିଲେ କାଳେ ଯଦି ଆମେ ବି ମାନେ ବିଶ୍ୱାସ କରିବେନି ତ ଆମେ ଏତେ ଜାଗା ବି ଯାଇଛୁ ଭିଡ଼ିଓ ବନେଇଛୁ, ଆମ ସହିତ କେବେ ବି ଏମିତି ଘଟିନି। ତ ସିଏ ତ ଫାଇନାଲି ଗଲେଣି। ତ ଫାଇନାଲି ଆମେ ପଳେଇବା ନା କଣ କହୁଛୁ? ତ ମୁଁ ଏ ବ୍ଲଗଟି ବି ଏଇଠି ଏ ବ୍ଲଗଟି ମୁଁ ଏଇଠି ଏଣ୍ଡ କରୁଛି, କାହିଁକିନା ଆମେ ରୋଡ଼ ପାଖାପାଖି ହେଲୁ, ଆମେ ଗାଡ଼ି ବି ତଳେ ଆମେ ତାଙ୍କୁ ବିଦା କଲୁ। ତ ଆମେ ଗାଡ଼ି ନେଇକିରି ପୁଣି ଯିବୁ, ତ ପୁଣି ସେ ଜାଗାକୁ ଆମେ ଗାଡ଼ି ଆଣିବାକୁ ଯିବାକୁ ଆମକୁ ପଡ଼ିବ। ତ ଭୟ ତ ବହୁତ ଲାଗୁଛି, ତ ଆମେ ଜଲ୍ଦି ଯାଇ ବାଇକ୍ ନେଇ ତ ଆମେ ପଳେଇବୁ। ତ ଆଜିର ବ୍ଲଗ ମୁଁ ଏଇଠି ଏଣ୍ଡ କରୁଛି। ତ ପୁଣି ଦେଖା ହେବ ଆପଣମାନଙ୍କ ସହିତ ଗୋଟେ ନ୍ୟୁ ହଣ୍ଟେଡ୍ ଲୋକେସନରେ। ତ ରହୁଛି।